ଶ୍ରୀକୃଷ୍ଣ। ନମସ୍କାର ଭକ୍ତ ମାନେ, ଆପଣ ଦେଖୁଛନ୍ତି କ୍ୟୁଟିପାଇ 2.08। ଯଦି ଆପଣ ଶ୍ରୀକୃଷ୍ଣଙ୍କ ଭକ୍ତି ଓ ଶ୍ରଦ୍ଧାର ଜଗତକୁ ଭଲ ପାଆନ୍ତି, ତେବେ ଏହି ଭିଡ଼ିଓକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ଆଉ ଆମର ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ। ମହାଭାରତ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ କୌରବ ଓ ପାଣ୍ଡବ ସେନା ରଣଭୂମିରେ ସଜି ଯାଇଥିଲେ। ଅର୍ଜୁନ ତାଙ୍କ ଧନୁଷ ବାହାର କରି ସମ୍ମୁଖରେ ଦେଖିଲେ ତାଙ୍କ ବନ୍ଧୁ, ଭାଇ, ଗୁରୁ ଓ ପିତାମହ ଭୀଷ୍ମ ଉପସ୍ଥିତ। ସେ ଆତ୍ମାରେ ବିଚଳିତ ହେଲେ ଆଉ ତାଙ୍କ ଧନୁଷଟିକୁ ଛାଡ଼ିଦେଲେ। ଅର୍ଜୁନ କହିଲେ, ମୁଁ ଏହି ଯୁଦ୍ଧ କରିପାରିବି ନାହିଁ। ଏମିତି ଆପଣଙ୍କ ଆଦର୍ଶମୟ ଲୋକମାନଙ୍କୁ ମାରିବା ମୋ ପାଇଁ ଅନୁଚିତ। ତାହାପରେ ଶ୍ରୀକୃଷ୍ଣ ମାନସିକ ଶକ୍ତି ଓ ଧର୍ମର ଉପଦେଶ ଦେଲେ। ଏହି ହେଉଛି ଗୀତା ଉପଦେଶର ଆରମ୍ଭ। ଶ୍ରୀକୃଷ୍ଣ କହିଲେ, ତୁମେ କର୍ମ କର, ଫଳ ଉପରେ ଅଧିକାର ନାହିଁ। ନ ହେଉ ଅହଙ୍କାରୀ, ନ ହେଉ ବିଚଳିତ। ତୁମ ପାଖରେ ବାଣ ଅଛି, ଧର୍ମ ଅଛି, ଯୁଦ୍ଧ କର। ଏହି ଅଦ୍ୱିତୀୟ ଉପଦେଶ ଅର୍ଜୁନଙ୍କୁ ଶକ୍ତି ଦେଲା। ତାଙ୍କର ଶ୍ରଦ୍ଧା, ଭକ୍ତି ଓ କୃଷ୍ଣଙ୍କ ଶବ୍ଦରେ ଅଟୁଟ ବିଶ୍ୱାସ ତାଙ୍କୁ ବିରାଟ ବୀର କଲା। ଏହି ଗାଥା ଆମକୁ ଶିଖାଏ, ଜୀବନରେ ସନ୍ଦେହ ଓ ଭୟ ଆସିପାରେ, କିନ୍ତୁ ଯଦି ଆମେ ଭଗବାନ ଉପରେ ଅଟୁଟ ବିଶ୍ୱାସ ରଖିବା, ତେବେ ସମସ୍ତ ସମସ୍ୟା ଦୂର ହୋଇପାରିବ। ଏହି ଉପଦେଶ ଆପଣଙ୍କୁ ଲାଗିଲା ଗଭୀର? ତେବେ ଏହି ଭିଡ଼ିଓକୁ ଅନ୍ୟ ଭକ୍ତମାନଙ୍କ ସହିତ ସେୟାର କରନ୍ତୁ। ଆପଣଙ୍କର ମତାମତ କମେଣ୍ଟରେ ଲେଖନ୍ତୁ। ଆପଣ ଦେଖୁଥିବା କ୍ୟୁଟିପାଇ 2.08 ଚ୍ୟାନେଲକୁ ଆପଣଙ୍କୁ ଦୈନିକ ଭକ୍ତି ଓ ଶ୍ରଦ୍ଧାର ଜଗତକୁ ନେଇଯାଏ। ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ ସାଙ୍ଗମାନେ। ରହିଲି। ଜୟ ଶ୍ରୀକୃଷ୍ଣ।